ନିଜେ ଅନ୍ୟମାନଙ୍କ ପାଖରେ ଛୋଟ ହୋଇ ରହିଲେ ନିଜକୁ ଘୃଣା ଲାଗେ ଆଉ ପରିଶ୍ରମଟା କରି ଫଳଟା ନ ପାଇଲେ ମନଟା ଦୁଃଖ ହୁଏ। ଏଇ ଏଇ ଦେଖୁନ ମୁଁ ଥିଲି ଯୁବ ରାଜା ଏବେ କର୍ମ କରିନ ହେଲେ ରାଜା ରାଜାରୁ ମହାରାଜା। এই হস্তরে ମୁଁ କେତେ ନାରୀକୁ କରିছে ନିର୍ଯାତନା ହତ୍ୟା ଲୁଣ୍ଠ। কর্ম করিন মু হেলে রাজা রাজারু মহারাজা। আজ্ঞা কে রে? আজ্ঞা কে? নমস্কার নমস্কার আজ্ঞা। আরে খন্ডু নমস্কার। তোর কଣ হয়েছে রে? ମୋ ଦେହ ଭଲ ନାହିଁ। হঠাৎ কাই মনে করুক পড়ে আসিলু? হ্যাঁ ଆଜ୍ଞା হ্যাঁ ଅନେକ ଦିନ ହେଲା କହିବି କହିବି ଭାବୁଥିଲି হ্যাঁ ହେଲେ ମୁଁ ଜମାରୁ କହିପାରୁନି। କାହିଁକି ରେ? ଭୟ ହଉଛି ଆଉ। ভয়? এ খন্ডু ଆଜ୍ଞା ভয় কাহাকু করন্তি তু জানিছু না খালি ভয় করছু? ଜାଣିନି আরে ভয় করন্তি କାହାକୁ ଆଜ୍ଞା? রাজা মানଙ୍କୁ ସମସ୍ତେ ଆଉ ମଧ୍ୟ ଭୟ କରନ୍ତି କଂସକୁ ରାବଣକୁ। ଆଜ୍ଞା ହଁ ଏ ଲୋକମାନେ ମୁଁ ଆସିଲା ବେଳୁ କ'ଣ କଥାବାର୍ତ୍ତା ହଉଥିଲେ ହଁ ଆମେ ଯୋଉ ସବୁ କର୍ମ ଗୁଡା କରୁଛେ ହଁ 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 ହେରାକ କ'ଣ ସବୁ ପାପ କହୁଛନ୍ତି? ଏଇ! ଖଣ୍ଡୁ ଆଜ୍ଞା ଆରେ ପାପଟା ହେଉଛି ଗୋଟାଏ ମନର କଳ୍ପନା ମାତ୍ର। କଳ୍ପନା ନାହିଁ ତ ପାପ ବି ନାହିଁ। ନାଇଁ ଆଜ୍ଞା ହଁ ମୋ ଦେହ ତ ଭଲ ଲାଗୁନି। ଏ ଖଣ୍ଡୁ ଆଜ୍ଞା ମୋ ପାଖକୁ ଆ। ଆଜ୍ଞା ନା ଆରେ ମୁଁ କଣ ଥିଲି କ'ଣ ଥିଲା? ଯୁବରାଜା ହଁ। ଯୁବରାଜାରୁ ଏବେ ହେଲି ରାଜା ରାଜାରୁ ମହାରାଜା। এই হস্তরে ମୁଁ କେତେ ନାରୀକୁ କରିଛି ନିର୍ଯାତନା। ପଚଥର କିଏ? ପଚଥର ତ ଜାଣି ମୁଁ ଜାଣିପାରୁନି। ହେ ଅନୁ ହେ ତମେ ଆସିଛ? ପଚଥର ଆଜ୍ଞା ଅନୁସୟା ମଦ ଖାଇ ଦେଇଛନ୍ତି କି? କଣ? ମଦ ଖାଇଦେଲେ କି? ଅନୁସୟା ଅନୁସୟା? ହଁ କାହିଁବ ହେଠି ମୁଁ କ'ଣ ସ୍ୱପ୍ନ ଦେଖୁଛି? କଣ ହେଲା? କାହିଁବ ଏ ଅନୁସୟା? ଏ କନୁ ଏଇଠି ଅନୁସୟା। କୋଉଠି ବା? ଏଇଟା? ହଁ। ଅନୁସୟା? ହଁ ଇଏ? ଦେଖିବେ? ହଁ ଆଜ୍ଞା ହଁ ତାକୁ ଟିକେ ଧରିବି କି? ହେ, ନାଇଁ ମୋ ଦେହ ତ ଭଲ ନାହିଁ ଆଉ। କଣ ହେଲା? ପଚଥର ଅନୁସୟା ମୁଁ ତୁମରି ପାଖକୁ ଆସିଛି। ଏ ମୁଁ ଜାଣିଥିଲି ତମେ ନିଶ୍ଚୟ ଆସିବ ମୋ ପାଖକୁ। ପଚଥର କାହିଁକି କହିଲ? ନଦୀଟା କଣ ସାଗରକୁ ନ ଯାଇ ମଝିରେ କୋଠି ଅଟକି ପାରିବ? ମୁଣ୍ଡା ଭାଙ୍ଗିଯିବ। ଠିକ କଥା। ମୁଁ ତୁମରି ପାଖକୁ ଆସିଛି। ମୁଁ ବହୁତ ବିପଦରେ ପଡ଼ିଛି। ମୁଁ ତୁମକୁ କାନେ ପତେଇ ଭିକ ମାଗୁଛି। ଭିକ? ମୋତେ 1 ଲକ୍ଷ ହୀରା ମୁଦ୍ରା ଦିଅନ୍ତୁ। ଆଜ୍ଞା 1 ଲକ୍ଷ ହୀରା ମୁଦ୍ରା? ଏ କ'ଣ ଶୁଣିକି ଡରି ଯାଉଛ କି? ନାଇଁ 1 ଲକ୍ଷ କ'ଣ ହେ? ଇଏ କିଏ କହିଲ? ଅନୁ ଅନୁସୟାକୁ ପାଇବାକୁ ଆପଣ 100 ଲକ୍ଷ ମ ଧରିବେ ତ? କାଇଁ ହଁ କରିଦିଅନ୍ତୁ। ଏ ଅନୁସୟା ମୁଁ ତମକୁ 1 ଲକ୍ଷ ହୀରା ମୁଦ୍ରା ଦେବି, ଦିଅନ୍ତୁ ପଚଥର। ହେଲେ ତା ବଦଳରେ ତମେ ମତେ କଣ ଦବ? ଦେବେ କ'ଣ ଅଛି ଯେ ମୁଁ ଦେବି? ମୁଁ ତ ଗୋଟାଏ ଭିକାରୁଣୀ, ଭିକ ମାଗିଲେ ଖାଉଛି। ମୁଁ ବହୁତ ବିପଦରେ ପଡ଼ିଛି, ସେଥିପାଇଁ ମୁଁ ତୁମ ପାଖକୁ ଆସିଛି କାନେ ପତେଇ ଭିକ ମାଗୁଛି। ମୋତେ 1 ଲକ୍ଷ ହୀରା ମୁଦ୍ରା ଦିଅନ୍ତୁ। ହେଲା ମୁଁ ତମକୁ 1 ଲକ୍ଷ ହୀରା ମୁଦ୍ରା ଦେବି, ହେଲେ ତା ବିନିମୟରେ ମତେ କଣ ଦବ କହିଦଉନ? ଅନାଥିନୀ ମୁହୀନା, କାନ୍ଦିଲା କାହିଁକି ଆଉ? ଦରିଦ୍ର ଜୀବନ ଅଛି ଦେବୀ ପ୍ରତି ଦାନ
ଅନୁଷା ଏ ମୁଁ ତମକୁ 1 ଲକ୍ଷ ମୁଦ୍ରା ଦେବି। ଦିଅନ୍ତୁ ରାଜା। 1 ଲକ୍ଷ କଣ ତମକୁ 50 ଲକ୍ଷ ଦେବି। ଅନୁଷା ତମେ ମତେ କଣ ଦବ କହୁନ? କହ। ଦେବେ ଦେବେ। ମୁଁ ତମକୁ 50 ଲକ୍ଷ ଦେବି। ତମେ 50 ଲକ୍ଷ ଦେବେ? ହଁ ତାଙ୍କ ପାଖରେ ଯାହା ଅଛି ସେ ଦେବେ। କହିଦଉନାହାନ୍ତି। କୁହ 1 ଲକ୍ଷ ହୀରା ବଦଳରେ ତୁମେ ମୋ ଠାରୁ କଣ ଚାହ? କୁହ ମୁଁ ତମକୁ ରାଜି ଅଛି। କୁହ ବଜ୍ରଧର ଭାବିକି କହିବି। ତୁମେ ମୋ ଠାରୁ କଣ ଚାହ? କୁହ ବଜ୍ରଧର 1 ଲକ୍ଷ ହୀରା ବଦଳରେ ତୁମେ ମୋ ଠାରୁ କଣ ଚାହ? ମୁଁ ତମକୁ ରାଜି ଅଛି। କୁହ ବଜ୍ରଧର କୁହ କୁହ ବଜ୍ରଧର କୁହ। ତମର ଦେହଟା ନାଳୁଆଟା ଏଟା ଲୁଣ ନାହିଁ ମୋର 1 ଲକ୍ଷ ହୀରା ମୁଦ୍ରା ପତି ବିନା ଦେଇପାରିବିନି ଦେହକୁ ମୋର। ଚାଲି ଯାଉଛି ମୋ ଠାରୁ। ଆସିଥିଲି ତୁମ ପାଖକୁ ଭିକ୍ଷା ମାଗିବାକୁ, ହେଲେ ଜାଣିନଥିଲି ତୁମେ ରାକ୍ଷସ। ଭିକ୍ଷା ନ ଦେଇ ଫେରେଇ ଦେବ। ଚାଲି ଯାଉଛି। ରାକ୍ଷସ ଆଜି ଚୋବେଇକି ଖାଇବ। ମୁଁ ଗୋଟେ ରାଜା, ଯୁବରାଜାରୁ ରାଜା ହେଲି, ତୁ କହୁଛୁ ମତେ ରାକ୍ଷସ? ଆଜି ତ ହାଡ଼ ଗୋଡ଼ ଚୋବେଇକି ଖାଇବି। ଅନୁସାଟା ମତେ ଚୋବେଇକି ପଳେଇଲା। ମୋର ତ ଦେହ ଭଲ। ମାରିଦେବି ତତେ। କଣ୍ଡୁ ତୁ କଣ କରୁଥିଲୁ? ଅନୁସାକୁ ରଖିପାରିଲୁ? ନାଇଁ ମୋର ତ ଦେହ ଭଲ। ତୁ ବଞ୍ଚି ରହିଲେ ଘଣ୍ଟା ହୋଇ ବାଜିବ ମୁହଁରେ। ତୁ ବଞ୍ଚିବା ଦରକାର ନାହିଁ। ମୁଁ ତତେ ମାରିଦେବି। ଅନୁସା ମୋର ହେଲାନି, ତୁ କଣ ମୋର ହବ? ମୁଁ ତତେ ମାରିଦେବି। ମୋ ଦେହ ଭଲ ନାହିଁ, ମତେ ଭଲ ଦେଖାଯାଏ। କଣ୍ଡୁ ମୁଁ ଅନୁସାକୁ ଯେମିତି ହଉନା କାହିଁକି ମୁଁ ତାକୁ କରିବି ମୋ ଗୃହର ପତଳୀ।